ମୁଁ କେବଳ ରାଜ୍ୟ ପରିଷଦ ସଦସ୍ୟ ନଥିଲି, ରାଜ୍ୟ ସମ୍ପାଦକ ମଧ୍ୟ ଥିଲି। ବିଜୁ ସମିଶ୍ୟାମଙ୍କର ଜିଲ୍ଲା ସଭାପତି ଥିଲି। ଜୀବନ ବିନ୍ଦୁରେ ଜିଲ୍ଲା ସଂଯୋଗ ଥିଲି। ଖଦି ବୋର୍ଡର ମଧ୍ୟ ସଦସ୍ୟ ଥିଲି। ଦୀର୍ଘ ଦିନ ଧରି ଦଳ ଭିତରେ ମୁଁ ଅନିଶ୍ୱାସ ହେଇ ପଡ଼ିଥିଲି, କାରଣ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ମୁଁ ଯେମିତି ଅଲୋଡା ହେଇକି ପଡ଼ିଥିଲି ଏବଂ ଦଳ ଦିନକୁ ଦିନ ଯେଉଁଭଳି ଧରଣରେ ଆମଦାନୀ ନେତାଙ୍କ ନିର୍ଦ୍ଦେଶରେ ଦଳ ପରିଚାଳିତ ତାହା ମୋତେ ଅତ୍ୟନ୍ତ ଭାବରେ ବାଧିଲା, ଯେଉଁଥିପାଇଁ ଦଳ ତ୍ୟାଗ କରିବାକୁ ମୁଁ ନିଷ୍ପତ୍ତି ନେଲି। ମୁଁ ବିଜେଡି ଟିକେଟ ଦେବା ପାଇଁ ମୋ ସହିତ 10 ବର୍ଷ ପୂର୍ବରୁ ଟିକେଟ ଦେବା ପାଇଁ ଛଳନା କରିକି ଆସୁଛି ଏବଂ ଶେଷରେ ମୁଁ ନିରାଶ ହେଲି ଏବଂ ନିରାଶ ହେବା ଫଳରେ ବାଧ୍ୟ ହୋଇକି ମୁଁ ବିଜେପିରେ ଯୋଗଦେଲି। ଟକ୍କର କ'ଣ ପ୍ରଚାର କରିବି, ଆଉ ଟକ୍କର କ'ଣ ସଭା ସମିତି କରିବି, ଲୋକଙ୍କୁ ବୁଝେଇବି, ଯେଉଁମାନେ ମୋ ସହିତ ଅଛନ୍ତି ସେମାନଙ୍କୁ କହିବି ଭୋଟ ଦେବା ପାଇଁ। 10 ବର୍ଷର ଚାନ୍ଦବାଲିର କ'ଣ ଡେଭଲପମେଣ୍ଟ ହେଇଛି, କ'ଣ ନ ହେଇଛି, ସେ କଥାକୁ ଲୋକଲୋଚନକୁ ଆଣିବା ଦାୟିତ୍ୱ ଆମର। ସହଯୋଗ ଥିଲା, ଦଳର ନିର୍ଦ୍ଦେଶ ଥିଲା, ସହଯୋଗ କରିଥିଲି ବାଧ୍ୟ ହୋଇକି ପ୍ରଥମ ଥର। ତାପରେ କୁହାଯାଇଥିଲା ପରେ ବିଚାର କରାଯିବ, ବିଚାର କରାଗଲାନି। ରଣନୀତି ରହିବ ଭାରତୀୟ ଜନତା ପାର୍ଟିରେ ଯେହେତୁ ମୁଁ ସାମିଲ ହେଇଛି, ଭାରତୀୟ ଜନତା ପାର୍ଟି ଯେମିତି ଜିତିବ ସେଥିପାଇଁ ଆମେ ରଣକୌଶଳ ସ୍ଥିର କରିବୁ।